ଏତେ ବର୍ଷ ପରେ ଅଧିକ ଟାଇମ ଏଇ ଚାଳ ଘରେ ରହିବାକୁ ମତେ ସୁଯୋଗ ମିଳିଲା। ତ ଗାଇସ୍ ଆଜି ଖରାବେଳିଆ ଟାଇମରେ ଅଜାନାତି ଆମେ ବାହାରି ଯାଇଥିଲୁ ମାଇଙ୍କ ବାପ ଘରକୁ। ସେଠି ନା କଣ ଗୋଟେ ପୂଜା ହଉଛି, ତ ସେଥିପାଇଁ ମାଇ ମତେ 3 ଦିନ ପୂର୍ବରୁ କହିଲେଣି ଆସିବା ପାଇଁ। ଆଉ ତ ଫାଇନାଲି ଅଧଘଣ୍ଟାର ଯାତ୍ରା ପରେ ଆମେ ଆସି ପହଞ୍ଚାଇଥିଲୁ ମାଇଙ୍କ ବାପ ଘରେ। ଆଉ ଏଠି ନା ବହୁତ ସାରା ଚାଳ ଘର ଅଛି, ଯୋଉଟା କି ଖରା ଦିନ ପାଇଁ ଭଲ ଆଉ ମତେ ବି ବହୁତ ଭଲ ଲାଗେ। ଆଉ ଏଠି ମାଇ ମତେ ଦେଇଥିଲେ ଗୋଟେ ଚେୟାର ବସିବା ପାଇଁ। ଏଠି ଦେଖା ହେଇଥିଲା ମୋ ମାମୁ ପୁଅ, ୟା ନା ଥିଲା ଚମନ ଚୁତିଆ। ଆଉ ଏଠି ନା ମୋ ବୋଉ ଗୋଟେ ଦିନ ପୂର୍ବରୁ ଆସିକି ଏଠି ଅଛି। ଆଉ ଏଠି ବୋଉ ମତେ ଡାକୁଛି କି ସବୁ ମାଇ ମାଉସୀ ମାନଙ୍କୁ ପ୍ରଣାମ କରିବାକୁ। ଆଉ ଏଠି ନା ଫାର୍ଷ୍ଟ ଥର ପାଇଁ ଆସିଛି, ଭାବିଛି ବହୁତ ଛୋଟ ଫ୍ୟାମିଲି ଥିବ, କିନ୍ତୁ ଏଠି ଆସିକି ଦେଖିଲା ବେଳକୁ ତ ବହୁତ ବଡ ଫ୍ୟାମିଲି। ଆଉ ଏଠି ନା ମୋ ବୋଉ ବହୁତ ଖୁସି ଦେଖାଯାଉଛି ଏଠି ରହିକି, ଆଉ କାରଣ ଏଠି ଏତେ ବଡ ଫ୍ୟାମିଲି, ଏଠି ଟାଇମ ସ୍ପେଣ୍ଡ ବହୁତ ଭଲ ଭାବରେ ହଉଥିବ। ଆଉ ଏଠି ନା ତମ କମେଣ୍ଟରେ ନିଶ୍ଚୟ ଜଣେଇକି ଯିବ କାହା ମାମୁଁ ଘରେ ଏବେ ବି ଚାଳ ଘର ଅଛି। ଆଉ ଏଠି ନା ମୋର ଫୋନ ଦେଖିବାକୁ ଟୋଟାଲ ବି ଇଚ୍ଛା ହଉନଥିଲା, କାରଣ ଏଠି ଛୋଟ ଛୁଆ ଗହଳିରେ ଭଲ ଲାଗୁଥିଲା ତାଙ୍କ ସହିତ ରହିବାକୁ। ओह यार यार ये कितनी औसम है यार। तो गाइस एठी ना 11ଟାରୁ 12:30 ହେଇଗଲା ପିଲାଙ୍କ ସହିତ ଟାଇମ ସ୍ପେଣ୍ଡ କରିକି। ଆଉ ଏଠି ନା ମତେ ଟିକେ ବାହାରକୁ ଯିବା ପାଇଁ ଇଚ୍ଛା ହେଲା, ତ ମୁଁ ବାହାରକୁ ପଳେଇ ଆସିଥିଲି। ଏଠି ଗୋଟେ ମନ୍ଦିର ଥିଲା, ଏଠି କିଛି ଟାଇମ ବସିଲି। ଆଉ ଏଠି ନା ଖାଇବା ପିଇବା ବି ଆରମ୍ଭ ହେଇଥିଲା, ତ ମାଇ ମତେ କଲ୍ କରି ଡାକି ଦେଇଥିଲେ, ମୁଁ ପଳେଇ ଆସିଥିଲି ଘରକୁ। ମାଇ ଆମ ପାଇଁ ବାଢି ଦେଇଥିଲେ ଖାଇବାକୁ। ହଁ ମୋ ଜାଣିବାରେ ଆମ ଭଦ୍ରକରେ ପ୍ରାୟ ଦହି କଡି ଚାଲେ। ଆଉ କୋଉ ଡିଷ୍ଟ୍ରିକ୍ଟରେ ଦହି କଡି ଚାଲେ କମେଣ୍ଟରେ ନିଶ୍ଚୟ ଜଣେଇବ। ଆଉ ଏଠି ନା ଖିଆ ପିଆ ସରିଗଲା, ଏଠି କିଛି ଟାଇମ ବସିଥିଲି, ତା ଭିତରେ ଟାଇମ ଏଠି ହେଇଗଲାଣି 2:30। ଆଉ ଅଜୟ ମତେ ଡାକି ଦେଇଥିଲେ ବାହାରିକି ଘରକୁ ଯିବା ପାଇଁ। ଆଉ ଏଠି ନା ମାମାକୁ ମୁଁ କହିଦେଇକି ବାହାରି ଯାଇଥିଲୁ ଆମେ ଆମ ଘରକୁ। ଆଉ ଏଠି ନା ଆହୁରି କିଛି ଟାଇମ ରହିବାକୁ ମତେ ଇଚ୍ଛା ଥିଲା, ତ ଅଜାଙ୍କର କିଛି କାମ ଥିବାରୁ ଆମେ ବାହାରି ଯାଇଥିଲୁ ଅଜାନାତି ଘରକୁ। ଆଉ ଏଠି ଘରକୁ ଆସିକି ପହଞ୍ଚିଲା ବେଳକୁ ଟାଇମ ହେଇଥିଲା 3ଟା ପାଖାପାଖି। ବାକି ଭିଡିଓଟା ତମକୁ ଯଦି ଭଲ ଲାଗିଥିବ ଫଲୋ ସବସ୍କ୍ରାଇବ କରି ଯିବେ।